निश्वास एवं प्रश्वास निश्वास प्रश्वास जपर्यंत निश्वास प्रश्वास भितर थिला जपर्यंत बाहर भितर आम चलप्रचल करूला अभिनय क्षेत्र अभिनय में कर कारण ये बारो तोर प्रागमन करने पूर्व से हुंकर पादपद्मरे मन प्राण के आगत समर्पित कर कल्पना सुधारे तेणु शिक्षा कार्यक्रम समाप्त कले
ए ग्रामवासीଙ୍କର ଦେହ ପାଇଁ କାମକୁ କହିବି ଆଜି ମନକୁ ଗାଇ ନେଇକି ଯିବ ଚଳିବା ଏତିକି କଥା ମା ଦଶମତେ ଚିନ୍ତା କରି ଡାକି ଦଉଛନ୍ତି କହିକି ବାପା କାହ୍ନା ରେ କହ୍ନାଇ ତତେ ଡାକୁଛି ଯଶୋମତୀ ଆଜି ଡାକିଦେଲେ କହିଲେ ରେ କହ୍ନାଇ ଆରେ ଶୁଣ ବାପା ଗୁରୁଣ୍ଡି ଗୁରୁଣ୍ଡି କହ୍ନାଇ ଆସି ମାଙ୍କ ପାଖରେ ପହଞ୍ଚିବ ମା ଯଶୋମତୀ ଡାକିଦେଲେ କହିଲେ ଧନରେ ମୁଁ ତତେ କାହିଁକି ଡାକିଛି ଜାଣିଛୁ ବାପା ତତେ ଗୋଟେ କଥା କହିବି ତୁ ମାନିବୁ ବାପାରେ ତୋ ବାବାଙ୍କୁ ଭାରି ଜ୍ୱର ତୋ ବାପାଙ୍କ ଦେହ ଭଲ ନାହିଁ ମୁଁ ଡାକିବାର କାରଣ ହେଲା ତାର ଗୋପାଳ ବାଳଙ୍କ ସହ ବନକୁ ଗାଇ ନେଇକି ଯିବେ ମା ସତକୁ ପିତାଙ୍କର ଦେହ ଭଲ ନାହିଁ ତୁମ ଖାଇବା ଆଜି ଯୋଗାଡ଼ କରିଦେ ମୁଁ ଖାଇବା ପଡ଼ା ବାଢ଼ିଦେ ମୁଁ ଆଜି ଯିବି ମୁଁ ଯିବି ନା ଗୋପାଳ ବାଳଙ୍କ ସହ ବନକୁ ଆଜି ଗାଈ ଚରେଇବା ପାଇଁ ହେ ମୋର ଜ୍ଞାନୀ କଦମ ହେ ମୋର ମରଣ୍ୟ ମଣ୍ଡଳୀ ଯା କାନ୍ଧରେ ସୃଷ୍ଟିର ଭାର ଯେ ସୃଷ୍ଟିର ମାଲିକ ଯେ ସୃଷ୍ଟିର କର୍ତ୍ତା ସେ ଆଜି ଯାଉଛନ୍ତି ବନକୁ ଗାଈ ଚରେଇବା ପାଇଁ ମା ଯଶୋମତୀ ଆଜି ଖାଦ୍ୟ ପୁରା ଧରାଇ ଦେଇଛନ୍ତି ଗୋପାଳ ବାଳକଙ୍କ ହାତରେ କହିଲେ ମୋ କାନ୍ଧରେ ଭାରି ରଙ୍କୁଣିଆ ଭାରି ଭୋକ ତାକୁ ଲାଗେ ତାକୁ ଠିକ ଟାଇମରେ ବନରେ ଖାଇବାକୁ ତମେ ଦବ ଆଜି ଦେଇ ଦେଇଛନ୍ତି କାନ୍ଧ ଆଜି ସାଜସୁଜା ହେଇ ବାହାରି ପଡ଼ିଛନ୍ତି ଗାଈ ନେଇକି ବନକୁ ଯିବା ପାଇଁ ଯାଉଛନ୍ତି କପଟେ କୃଷ୍ଣ ବନକୁ ଗାଈ ନେଇକି ହେ ମୋର ସନ୍ତୋଷ ମଣ୍ଡଳୀ এই সময় ঘটনা দিয়ে হেলা চালিয়েছেন ভগবান কৃষ্ণ আজ গাই নেই হ্যাঁ কেমিতে যাচ্ছ কল কৃষ্ণ হে কৃষ্ণ তুমি নর কেশরী কে বুঝি
ଦେଖୁଛନ୍ତି ଆଜି ଆନନ୍ଦିତ ହେଇଯାଉଛନ୍ତି ଭଗବାନ କପଟେ କୃଷ୍ଣ ହେ ମୋର ସନ୍ଥ ସମାଜ ଏଇ ସମୟରେ ଗୋପାଳ ବାଳକମାନେ କହିଲେ କହିଲେ କହ୍ନାଇ ଆଜି ନୂଆ କରି ତୁମକୁ ଆସିଛୁ ବଡ଼ରେ କେତେ କଷ୍ଟ ତୁ ଜାଣିନାହୁ ବଡ଼ରେ ବହୁତ ଖରା ଏ ତାତିଲା ଖରାରେ ତୁ ଆଜି ଗାଈ ଚରିବା ପାଇଁ ଆମ ସାଙ୍ଗରେ ଯା ଗୋଟେ କାମ କର କହ୍ନାଇରେ ତୁ ଏ ଗଛ ମୂଳେ ବସିଥା এই ছাইরে তো ধা আমি যাচ্ছি গাই চড়িবা লাগি হ্যাঁ আমার সামনে আসলে তো ঘাস হয়ে গেল তো আমার সামনে বলি আজ সমস্ত খাদ্য প্রিয় দিয়ে তাকে তো পাখর থই দেন থই দিয়ে চালি গলা গিয়ে সমস্ত গোপাল বালা তো গাই চড়িবা পাই এপটারে ঘটনা যে হইছি ভগবান কৃষ্ণ বসিছন্তি কপটে আଜି চিন্তা করুছন্তি কর চতুর্দিগ চাহিদারে গোপাল বালক মানে তাଙ୍କ ପାଖରୁ ବହୁତ ଲୋକ ଚାଲି ଯାଇଛି ଅଦୃଶ୍ୟ ହେଇଯାଇଛି କପଟେ କୃଷ୍ଣ ଭାବକ ମଣ୍ଡଳୀ ବିଚାର କରିବେ ମାୟାଧାରୀ କୃଷ୍ଣ ଆଜି ଚିନ୍ତା କଲେ କଣ ଚିନ୍ତା କଲେ